ତେବେ ଯଦି ଲକର ଚାବି ହଜିଗଲା ତାହେଲେ କ'ଣ କରିବାକୁ ହେବ? ଦେଖନ୍ତୁ, ଏହାର ଗୋଟିଏ ପ୍ରକ୍ରିୟା ଅଛି। ସବୁଠୁ ପ୍ରଥମେ ତୁରନ୍ତ ଲେଖିକି ବ୍ୟାଙ୍କକୁ ଜଣାଇବାକୁ ପଡ଼ିବ। ଆମେ ସମସ୍ତେ ଭାବୁ ଯେ ଆମର ମୂଲ୍ୟବାନ ଜିନିଷପତ୍ର ପାଇଁ ବ୍ୟାଙ୍କ ଲକରଠାରୁ ସୁରକ୍ଷିତ ଜାଗା ଆଉ କିଛି ନାହିଁ। କିନ୍ତୁ କେବେ ଭାବିଛନ୍ତି ଯଦି ସେହି ସୁରକ୍ଷିତ ଲକର ଭିତରୁ ହଠାତ୍ ସବୁକିଛି ଗାୟବ ହୋଇଯାଏ ତେବେ କ'ଣ ହେବ? ହଁ, ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆମ ସମସ୍ତଙ୍କର ବ୍ୟାଙ୍କ ଉପରେ ଥିବା ବିଶ୍ୱାସକୁ ଦୋହଲାଇ ଦେଇପାରେ। ଶୁଣିଲେ ତ ଏହି କଥା, ବାସ୍ ଏତିକି କଥା, କିନ୍ତୁ ଏହା ପଛରେ ଏକ ବହୁତ ବଡ଼ କାହାଣୀ ଲୁଚି ରହିଛି। ଜଣେ ରେଡିଟ୍ ୟୁଜର ନିଜର ଏକ ଏମିତି ଅନୁଭୂତି ବାଣ୍ଟିଛନ୍ତି ଯାହା ଆମର ବ୍ୟାଙ୍କ ଲକର ବିଷୟରେ ଥିବା ସବୁ ଧାରଣାକୁ ବଦଳାଇ ଦେଇପାରେ। ତେବେ ଆସନ୍ତୁ ଆଗକୁ ବଢ଼ିବା ଏବଂ ଏହି ଖାଲି ବକ୍ସର ରହସ୍ୟକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା। ମନେ ରଖିବାକୁ ହେବ, ଏଇଟା କେବଳ ଗୋଟେ କାହାଣୀ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଗୋଟେ ଚେତାବନୀ। ଟିକେ କଳ୍ପନା କରନ୍ତୁ ତ, ଜଣେ ବ୍ୟକ୍ତି ନିଜର ସବୁ ସଞ୍ଚୟ, ନିଜର ମୂଲ୍ୟବାନ ଗହଣା ସବୁକିଛି ବ୍ୟାଙ୍କ ଲକରରେ ରଖିଛନ୍ତି। ଦିନେ ଲକର ଖୋଲିବାକୁ ଗଲେ କିନ୍ତୁ ଚାବି କାମ କଲାନି। ବ୍ୟାଙ୍କ ଲୋକ ତାଙ୍କ ସାମ୍ନାରେ ତାଲାକୁ ଡ୍ରିଲ୍ କଲେ, ଆଉ ଭିତରେ କିଛି ବି ନାହିଁ, ପୁରା ଖାଲି। $30,000ରୁ ଅଧିକ ମୂଲ୍ୟର ଗହଣା ଗାୟବ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା, ଏହାପରେ ବ୍ରାଞ୍ଚ ମ୍ୟାନେଜର ଫୋନ୍ ଉଠାଇବା ହିଁ ବନ୍ଦ କରିଦେଲେ। କେମିତି ଲାଗିବ? ତେବେ ପ୍ରଶ୍ନ ଉଠୁଛି, ଏମିତି କେମିତି ହେଲା? ଆମେ ତ ଭାବୁ ବ୍ୟାଙ୍କ ଭଲ୍ଟ ମାନେ ସବୁଠୁ ସୁରକ୍ଷିତ ଜାଗା, ସେଠି କେମିତି କିଛି ହଜିପାରିବ? ଯଦି ବ୍ୟାଙ୍କରେ ବି ଜିନିଷ ସୁରକ୍ଷିତ ନୁହେଁ ତେବେ ଆଉ କେଉଁଠି? ଆସନ୍ତୁ ଏହାର କାରଣ ଖୋଜିବା। ହଉ, ତେବେ ଏହି ଘଟଣାର ମୂଳ କାରଣ ହେଉଛି ଆମର କିଛି ଭୁଲ ଧାରଣା। ଆମେ ସମସ୍ତେ ସୁରକ୍ଷିତ ଶବ୍ଦଟା ଶୁଣି ବହୁତ କିଛି ଭାବି ନେଇଥାଉ, କିନ୍ତୁ ସତ କ'ଣ? ଚାଲନ୍ତୁ ଏବେ ସେହି ଭୁଲ ଧାରଣାଗୁଡ଼ିକୁ ଗୋଟିଏ ଗୋଟିଏ କରି ଭାଙ୍ଗିବା। ଦେଖନ୍ତୁ, ଏଇଠି ହିଁ ଅଛି ସବୁଠୁ ବଡ଼ କଥା। ସାଧାରଣତଃ ଆମେ ଭାବୁ ଯେ ବକ୍ସ ଭିତରେ ଯାହା ଅଛି ସେଥିପାଇଁ ବ୍ୟାଙ୍କ 100% ଦାୟୀ। ଯଦି କିଛି ହେଲା ବ୍ୟାଙ୍କ କ୍ଷତିପୂରଣ ଦେବ। କିନ୍ତୁ ବାସ୍ତବତା କ'ଣ ଜାଣନ୍ତି? ବାସ୍ତବତା ହେଲା ବ୍ୟାଙ୍କର ଦାୟିତ୍ୱ ବହୁତ ସୀମିତ। ଏମିତିକି ଯଦି ବ୍ୟାଙ୍କର ନିଜ ଭୁଲ ପାଇଁ ବି କ୍ଷତି ହୁଏ ତଥାପି ସେମାନେ ପୁରା କ୍ଷତିପୂରଣ ଦେବାକୁ ବାଧ୍ୟ ନୁହନ୍ତି। ଏବେ ମନରେ ପ୍ରଶ୍ନ ଆସୁଥିବ, ଏମିତି କେମିତି ହେବ? ଏହାର କାରଣ ହେଉଛି ଆଇନର ଗୋଟେ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ଯେତେବେଳେ ଲକର ନେଉ, ଆମେ ପ୍ରକୃତରେ ବ୍ୟାଙ୍କଠାରୁ ଗୋଟେ ଜାଗା ଭଡ଼ାରେ ନେଉ, ଗୋଟେ ଲାଇସେନ୍ସ ନେଉ। ଏହା ଠିକ୍ ଗୋଟେ ଗାଡ଼ି ପାର୍କିଂ କରିବା ଭଳି। ପାର୍କିଂବାଲା ଜାଗା ଦିଅନ୍ତି, କିନ୍ତୁ ଗାଡ଼ି ଭିତରେ ଥିବା ଜିନିଷର ଦାୟିତ୍ୱ ନିଅନ୍ତି ନାହିଁ। ଠିକ୍ ସେମିତି ବ୍ୟାଙ୍କ ଆମକୁ ବକ୍ସଟି ଦିଏ, କିନ୍ତୁ ବକ୍ସ ଭିତରେ ଥିବା ଜିନିଷର ଦାୟିତ୍ୱ ନିଏନି। ଆଉ ଏଇ ଛୋଟିଆ କଥା ପାଇଁ ହିଁ ବ୍ୟାଙ୍କ ବଡ଼ ଦାୟିତ୍ୱରୁ ବଞ୍ଚିଯାଏ। ଆଉ ଏଇସବୁ କାରଣରୁ ଆମେ କିଛି ବହୁତ ବଡ଼ ଭୁଲ ଧାରଣାର ଶିକାର ହେଉ, ଯେମିତିକି ଆରେ ବ୍ୟାଙ୍କ ସେଫ୍ରେ ଅଛି ମାନେ ବୀମା କ'ଣ ଦରକାର, କିମ୍ବା ବ୍ୟାଙ୍କର ତ ନିଜର ବୀମା ଅଛି, ସେମାନେ ଦେଇଦେବେ। ଆଉ ସବୁଠୁ ବଡ଼ ଭୁଲ ଧାରଣା, ମୁଁ ନଥିଲେ ମୋ ଲକର କେହି ଖୋଲିପାରିବେନି। ଏସବୁ ବିଲକୁଲ ସତ ନୁହେଁ। ବାସ୍ତବତା ଏହାଠାରୁ ବହୁତ ଅଲଗା। ଠିକ୍ ଅଛି, ତେବେ ବହୁତ ହେଲା ଧାରଣା କଥା। ଏବେ ଆସନ୍ତୁ ସିଧା ଦେଖିବା ସେଇ କାଗଜପତ୍ର, ସେଇ ଫାଇନ୍ ପ୍ରିଣ୍ଟ, ଯେଉଁଥିରେ ସବୁ ସତ ଲୁଚି ରହିଛି। ବ୍ୟାଙ୍କର ଚୁକ୍ତିପତ୍ର ପ୍ରକୃତରେ କ'ଣ କହେ? ହଁ, ଏଇ ଯେଉଁ କାଗଜ ଦେଖୁଛନ୍ତି, ଏହା ଏକ ପ୍ରକୃତ ସେଫ୍ ଡିପୋଜିଟ୍ ଲକର ଚୁକ୍ତିପତ୍ରର ଅଂଶ। ଦେଖିବାକୁ ତ ଗୋଟେ ସାଧାରଣ ଫର୍ମ ଭଳି ଲାଗୁଛି, ନୁହେଁ କି? କିନ୍ତୁ ଏହାରି ଭିତରେ ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଥିବା କଥା ହିଁ ସବୁକିଛି ନିୟନ୍ତ୍ରଣ କରେ। ଆଉ ସେହି ଫାଇନ୍ ପ୍ରିଣ୍ଟରେ କ'ଣ ଲେଖା ଅଛି ଜାଣନ୍ତି? ପ୍ରଥମ କଥା, ଲକର ଭିତରେ କ୍ୟାଶ୍ ବା ନଗଦ ଟଙ୍କା ରଖିବା ମନା। ଦ୍ୱିତୀୟରେ, ଯଦି ବନ୍ୟା, ଦଙ୍ଗା କିମ୍ବା ଏମିତି କିଛି ବଡ଼ ଘଟଣା ଘଟେ ତେବେ ସେଥିପାଇଁ ବ୍ୟାଙ୍କ ଦାୟୀ ନୁହେଁ। ଆଉ ସବୁଠୁ ଚକିତ କଲାଭଳି କଥା, ଯଦି ବ୍ୟାଙ୍କର ନିଜ ଭୁଲ, ଯେମିତିକି ନିଆଁ ଲାଗିବା, ଚୋରି ହେବା, ଏପରିକି କୌଣସି କର୍ମଚାରୀ ଠକେଇ କଲେ ବି ବ୍ୟାଙ୍କର ଦାୟିତ୍ୱ ସୀମିତ। କେତେ ସୀମିତ? ଏହି ସଂଖ୍ୟାଟିକୁ ଭଲ ଭାବରେ ଦେଖନ୍ତୁ, 100 ଗୁଣ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା ବ୍ୟାଙ୍କର ଦାୟିତ୍ୱ କେବଳ ଲକରର ବାର୍ଷିକ ଭଡ଼ାର 100 ଗୁଣ ପର୍ଯ୍ୟନ୍ତ ହିଁ ସୀମିତ। ଧରାଯାଉ ବାର୍ଷିକ ଭଡ଼ା 3,000 ଟଙ୍କା, ତେବେ ସର୍ବାଧିକ 3 ଲକ୍ଷ ଟଙ୍କା ମିଳିପାରେ। ଆଉ ଆମର ସେହି ଯେଉଁ ଧାରଣା ଥିଲା ଯେ ଆମ ବିନା ଲକର ଖୋଲି ହେବନି, ସେଇଟା ବି ଭୁଲ। ଯଦି ଲକର ଭଡ଼ା ଠିକ୍ ସମୟରେ ଦିଆ ନଯାଏ, କିମ୍ବା ବହୁତ ଦିନ ଧରି ଲକର ବ୍ୟବହାର କରା ନଯାଏ, ଏମିତିକି ଯଦି କିଛି ବେଆଇନ ଜିନିଷ ଥିବାର ସନ୍ଦେହ ହୁଏ, ତେବେ ବ୍ୟାଙ୍କ ପାଖରେ ପୁରା ଅଧିକାର ଅଛି ଲକରକୁ ଡ୍ରିଲ୍ କରି ଖୋଲିବାର। ଠିକ୍ ଅଛି, ଏତେ ସବୁ ତ ନିୟମ କାନୁନ କଥା ଗଲା। କିନ୍ତୁ ଯଦି ପ୍ରକୃତିରେ କିଛି ସମସ୍ୟା ହୁଏ, ତେବେ ଜଣେ କ'ଣ କରିବ? ଆସନ୍ତୁ ଏବେ ସେ ବିଷୟରେ କିଛି ପ୍ରାକ୍ଟିକାଲ କଥା ଜାଣିବା। ଆଚ୍ଛା, ସବୁଠୁ ସାଧାରଣ ସମସ୍ୟା କ'ଣ? ଚାବି ହଜିଯିବା।
ଏଇଟା ତ ଯାହା ସହିତ ବି ହୋଇପାରେ। ତେବେ ଯଦି ଲକର ଚାବି ହଜିଗଲା ତାହେଲେ କ'ଣ କରିବାକୁ ହେବ? ଦେଖନ୍ତୁ, ଏହାର ଗୋଟିଏ ପ୍ରକ୍ରିୟା ଅଛି। ସବୁଠୁ ପ୍ରଥମେ ତୁରନ୍ତ ଲେଖିକି ବ୍ୟାଙ୍କକୁ ଜଣାଇବାକୁ ପଡ଼ିବ। ତାପରେ ଗୋଟେ ଇଣ୍ଡେମ୍ନିଟି ଲେଟର ଦେବାକୁ ହେବ, ଯେଉଁଥିରେ ଲେଖାଥିବ ଯେ ଲକର ଭାଙ୍ଗିବାର ସବୁ ଖର୍ଚ୍ଚ ଗ୍ରାହକ ବହନ କରିବେ। ଆଉ ହଁ, ଯେତେବେଳେ ଲକର ଭଙ୍ଗା ହେବ ସେତେବେଳେ ଲକରର ସବୁ ମାଲିକଙ୍କୁ ସେଠାରେ ଉପସ୍ଥିତ ରହିବାକୁ ପଡ଼ିବ। ଆଉ ଶେଷରେ ଲକର ଭାଙ୍ଗିବା, ନୂଆ ତାଲା ଲଗେଇବା ଆଉ ନୂଆ ଚାବି ପାଇଁ ଯାହା ଖର୍ଚ୍ଚ ହେବ ସେ ସବୁ ଗ୍ରାହକଙ୍କୁ ହିଁ ଦେବାକୁ ପଡ଼ିବ। ଆଚ୍ଛା, ଆମେ ଆରମ୍ଭ କରିଥିବା ସେହି ରେଡିଟ୍ କାହାଣୀକୁ ଫେରିବା। ଗୋଟେ ବକ୍ସ ଖାଲି କେମିତି ହୋଇପାରେ? ଏହାର କିଛି ସମ୍ଭାବନା ଅଛି। ହୋଇପାରେ କି ବ୍ୟାଙ୍କ କୌଣସି ମାନବୀୟ ତ୍ରୁଟି ଯୋଗୁଁ ଭୁଲ ବକ୍ସ ଡ୍ରିଲ୍ କରିଦେଇଛି, କିମ୍ବା ଯଦି ବକ୍ସଟି ବହୁତ ଦିନ ଧରି ବ୍ୟବହାର ହୋଇନି ତେବେ ହୁଏତ ତାକୁ ପରିତ୍ୟକ୍ତ ଭାବି ତା ଭିତରର ଜିନିଷ ସରକାରଙ୍କ ପାଖକୁ ପଠାଇ ଦିଆଯାଇଛି। ଆଉ ସବୁଠୁ ଖରାପ ସମ୍ଭାବନା, ହୁଏତ କୌଣସି କର୍ମଚାରୀ ହିଁ କାମ କରିଛି। ଏମିତି କୌଣସି ବି ପରିସ୍ଥିତିରେ ନ୍ୟାୟ ପାଇବା ବହୁତ କଷ୍ଟ। ଠିକ୍ ଅଛି। ଏତେ ସବୁ ସମସ୍ୟା ଶୁଣିଲା ପରେ ମନରେ ଡର ଆସିବା ସ୍ୱାଭାବିକ, କିନ୍ତୁ ଡରିବାର କୌଣସି କାରଣ ନାହିଁ। ପ୍ରଶ୍ନ ହେଉଛି, ଏବେ ଆମେ ନିଜ ମୂଲ୍ୟବାନ ସାମଗ୍ରୀକୁ କେମିତି ସୁରକ୍ଷିତ ରଖିପାରିବା? ଆସନ୍ତୁ ଶେଷରେ କିଛି ବହୁତ ଜରୁରୀ ପଦକ୍ଷେପ ବିଷୟରେ ଜାଣିବା। ଦେଖନ୍ତୁ, ଗୋଟେ କଥା ସ୍ପଷ୍ଟ, ବ୍ୟାଙ୍କ ଲକର ଆମ ଘର ଅପେକ୍ଷା ନିଶ୍ଚିତ ଭାବରେ ବହୁତ ଅଧିକ ସୁରକ୍ଷିତ। କିନ୍ତୁ ଏହାର ମାନେ ନୁହେଁ ଯେ ଏହା ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ। ସତ କହିବାକୁ ଗଲେ ସୁରକ୍ଷାର ପ୍ରଥମ ଦାୟିତ୍ୱ ଆମ ନିଜର। ତେବେ ନିଜର ସୁରକ୍ଷା ଯୋଜନା କେମିତି ତିଆରି କରିବା? 4ଟି ମୁଖ୍ୟ କଥା। ନମ୍ବର 1, ବୀମା କରାଇବା। ଲକରରେ ଥିବା ମୂଲ୍ୟବାନ ଜିନିଷ ପାଇଁ ସ୍ୱତନ୍ତ୍ର ବୀମା ନିହାତି ଜରୁରୀ। ନମ୍ବର 2, ସବୁ ଜିନିଷର ଡକ୍ୟୁମେଣ୍ଟ କରିବା। ଗୋଟେ ଲିଷ୍ଟ ବନାନ୍ତୁ, ଫଟୋ ଉଠାନ୍ତୁ, କେବେ କିଣା ହୋଇଥିଲା ଲେଖନ୍ତୁ। ନମ୍ବର 3, ଚୁକ୍ତିପତ୍ରକୁ ଭଲ ଭାବରେ ପଢ଼ିବା, ନିଜର ଅଧିକାର ଆଉ ବ୍ୟାଙ୍କର ଦାୟିତ୍ୱ ବିଷୟରେ ଜାଣିବା। ଆଉ ନମ୍ବର 4, ସବୁବେଳେ ଠିକ୍ ସମୟରେ ଭଡ଼ା ଦେବା ନିଶ୍ଚିତ କରିବା ଉଚିତ, ଯେମିତିକି ବ୍ୟାଙ୍କ କୌଣସି ଆକ୍ସନ ନେବାକୁ ସୁଯୋଗ ନ ପାଉ। ଆଉ ଯଦି ଭଗବାନ ନ କରନ୍ତୁ କାହା ସହିତ ଏମିତି ହୁଏ ଯେ ଲକର ଖାଲି ମିଳେ, ତେବେ କ'ଣ କରାଯିବ? ତୁରନ୍ତ କାହାକୁ ଯୋଗାଯୋଗ କରାଯିବ? ପ୍ରଥମେ ବ୍ୟାଙ୍କର ଫ୍ରଡ୍ ଡିପାର୍ଟମେଣ୍ଟକୁ ଜଣାନ୍ତୁ, ତାପରେ ପୋଲିସରେ ରିପୋର୍ଟ ଲେଖାନ୍ତୁ, ତୃତୀୟରେ ନିଜ ବୀମା କମ୍ପାନୀକୁ ଖବର ଦିଅନ୍ତୁ, ଆଉ ଶେଷରେ ଜଣେ ଭଲ ଓକିଲଙ୍କର ପରାମର୍ଶ ନିଅନ୍ତୁ। ଏହି 4ଟି କାମ ଏକା ସାଙ୍ଗରେ କରିବା ଜରୁରୀ। ତେଣୁ ଏସବୁ କଥାର ଗୋଟିଏ କଥା ସ୍ପଷ୍ଟ। ମନେ ରଖିବାକୁ ହେବ, ଆମେ ବ୍ୟାଙ୍କରୁ ଏକ ସ୍ଥାନ ଭଡ଼ାରେ ନେଉଛେ, ସମ୍ପୂର୍ଣ୍ଣ ସୁରକ୍ଷା କିଣୁନାହୁଁ। ଆସନ୍ତୁ ଶେଷରେ ମୁଖ୍ୟ କଥାଗୁଡ଼ିକୁ ଆଉଥରେ ମନେ ପକାଇଦେବା। ପ୍ରଥମ, ବ୍ୟାଙ୍କର ଦାୟିତ୍ୱ ବହୁତ ସୀମିତ, ପ୍ରାୟତଃ ବାର୍ଷିକ ଭଡ଼ାର 100 ଗୁଣ। ଦ୍ୱିତୀୟ, ଏହା ଏକ ଲାଇସେନ୍ସ ବା ସ୍ଥାନ ଭଡ଼ା, ବ୍ୟାଙ୍କ ଆମ ଜିନିଷର ଦାୟିତ୍ୱ ନିଏନି। ତୃତୀୟ, ବୀମା କରିବା ଗୋଟେ ବିକଳ୍ପ ନୁହେଁ, ଏହା ଅତ୍ୟନ୍ତ ଆବଶ୍ୟକ। ଆଉ ଚତୁର୍ଥ, ନିଜ ସମ୍ପତ୍ତିର ସୁରକ୍ଷା ପାଇଁ ନିଜକୁ ହିଁ ସଜାଗ ରହିବାକୁ ପଡ଼ିବ। ଆଉ ଶେଷରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ପାଇଁ। ନିଜ ନିଜ ବ୍ୟାଙ୍କ ଲକରର ଚୁକ୍ତିପତ୍ରରେ ପ୍ରକୃତରେ କ'ଣ ଲେଖା ଅଛି ତାହା କେବେ ଦେଖାଯାଇଛି କି? ଯଦି ନା, ତେବେ